ପ୍ରଭୁ ମତେ ସାକ୍ଷ୍ୟ ଦେବା ନିମନ୍ତେ ସମସ୍ତଙ୍କୁ ଦେଲେ ସେଥିପାଇଁ ଧନ୍ୟବାଦ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ନେଇକି ମୋ ଜୀବନରେ ଏତେ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି ଯେ ମୁଁ ତାହା ବର୍ଣ୍ଣନା ମଧ୍ୟ କରିପାରିବି ନାହିଁ। ମୋର ଜନ୍ମଦିନଠୁ ଆଜି ପର୍ଯ୍ୟନ୍ତ ପ୍ରଭୁ ବହୁତ ସାହାଯ୍ୟ କରିଛନ୍ତି। କିନ୍ତୁ ମୁଁ ବେଶୀ ବର୍ଷ ପରେ ମଧ୍ୟ ମୁଁ ବହୁତ ପ୍ରେୟର କରିଲା ପରେ ଆଉ ବେଶୀ ସମୟ ପରେ ମୋ ମା ବାପା ମ୍ୟାରେଜ ପରେ ବହୁତ ଦିନ ପରେ ମୁଁ ଜନ୍ମ ହେଇଛି। ପ୍ରଭୁଙ୍କର ଉଦ୍ଦେଶ୍ୟରେ ପ୍ରଭୁଙ୍କର ଆଶୀର୍ବାଦରେ ହିଁ ଜନ୍ମ ହେଇଛି। ଆଉ ମୋ ମାତା ପିତା ମଧ୍ୟ ଶିକ୍ଷିତ ନୁହନ୍ତି। ମୋ ପିତା ପାଠ ମଧ୍ୟ ପଢୁନଥିଲେ କି ତାଙ୍କର ଶିକ୍ଷାଗତ ଯୋଗ୍ୟତା କିଛି ନଥିଲା। ସେ ପ୍ରଭୁଙ୍କର ଉଦ୍ଦେଶ୍ୟରେ ମାତ୍ରକ ମତେ ବହୁତ ଚର୍ଚ୍ଚ ଯିବାରେ, ସଣ୍ଡେ ସ୍କୁଲ ଯିବାରେ ଆଉ ସମସ୍ତ ଆଇରେ ମତେ ପ୍ରଭୁ ହିଁ ଆଶ୍ଚର୍ଯ୍ୟ ରୂପେ ମତେ କାର୍ଯ୍ୟ କରିଥିଲେ। ଆଉ ମୁଁ ମୋ ଘରେ ଗୋଟେ ଝିଅ, ଆଉ ମୋ ଘରେ ନେଇକି ମୋ ଆଈ ମା ଆଉ ମୋ ବାପା ରହୁଥିଲେ। ମୋ ମା ବି ଜଣେ ଝିଅ। ମୋ ବାପାଙ୍କୁ ନେଇକି ଅନ୍ୟ ଜାଗାରୁ ଘର ଜମାଇ ଆଣିଥିଲେ। ଘରେ 3 ଜଣ ରହୁଥିଲେ। ହେଲେ ପ୍ରଭୁଙ୍କର ଏତେ ଆଶ୍ଚର୍ଯ୍ୟ କ୍ରିୟା ଯେ ସେମାନଙ୍କର ପୁଅ ଝିଅ ହଉନଥିଲା, ଆଉ ମା ବି ଜଣେ ଥିଲେ। ହେଲେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ, ପ୍ରାର୍ଥନା ଦ୍ଵାରା ମତେ ପ୍ରଭୁ ଜଗେଇଛନ୍ତି। ଆଉ ମୁଁ ଏବେ ମଧ୍ୟ ମୋର ଆଈ ଆଉ ତାପରେ ଏକ୍ସପାୟର କରିଗଲେ। ପ୍ରଭୁ ମୋ ମାଙ୍କୁ ବହୁତ ସାନ୍ତ୍ୱନା ଦେଇଛନ୍ତି। ତାଙ୍କୁ ବହୁତ କ୍ରିଟିକାଲ ଏରିଆ ଯାକ, କ୍ରିଟିକାଲ ସମୟ ଯାକ ଅତିକ୍ରମ କଲେ। ତାଙ୍କୁ ବହୁତ ସମସ୍ୟା ଆସିଥିଲା। ସେ ସମସ୍ୟାରୁ ପ୍ରଭୁ ହିଁ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କେ ଅଶିକ୍ଷିତ ଥିଲେ ମଧ୍ୟ, ତାଙ୍କେ ଶିକ୍ଷା ପାଇନଥିଲେ ମଧ୍ୟ ପ୍ରଭୁଙ୍କର ଦ୍ଵାରା ହିଁ ତାଙ୍କେ ବହୁତ କାମ ମଧ୍ୟ କରିଥିଲେ। ଆଉ ନିଜ ଘର ଚଳଉଥିଲେ। ଆହୁରି କିଛି ନଥିଲେ ମଧ୍ୟ ତାଙ୍କେ ଉତ୍ତମ ପ୍ରଭୁ ଗୋଟେ ଉତ୍ତମ ଗୃହ, ତାଙ୍କୁ ନା ଶିକ୍ଷାଗତ ଯୋଗ୍ୟତା ଥିଲା ନା କିଛି ନଥିଲା, ମାତ୍ର ନିଜ ଘର ନିର୍ମାଣ କରିଥିଲେ ତାଙ୍କେ ଗୋଟେ ଭଲ ଘରଟିଏ। ଆଉ ପ୍ରଭୁଙ୍କର ଦୟାରେ, ପ୍ରଭୁଙ୍କର ଆଶୀର୍ବାଦରେ ନେଇକି ଆମକୁ 2000 ମସିହାରେ ମାଙ୍କର ଦେହ ବହୁତ ଅସୁସ୍ଥ ଥିଲା। ମୁଁ ସେତେବେଳେ ଛୋଟ ଥିଲି, ମୋର ଛୋଟ ବୟସ ଥିଲା। ମୁଁ ସେତେବେଳେ ନେଇକି ଆମ ଘରେ ନେଇକି କଣ କରିଥିଲେ କଣ ନାହିଁ ମୁଁ ମଧ୍ୟ ଜାଣିନାହିଁ। ଆଉ ସେ ଛୋଟ ବୟସରେ ନେଇକି ପ୍ରଭୁଙ୍କର ଏତେ ଆଶୀର୍ବାଦ ଯେ ମୁଁ ନେଇକି ପ୍ରାର୍ଥନାରେ ବହୁତ ଆଗ୍ରହ ଥିଲି। ଆଉ ମୋ ମାଙ୍କର ଦେହ ଖରାପ ହେଇଥିଲେ ମୁଁ ନେଇକି ମୁଁ ନିଜେ ପ୍ରାର୍ଥନା କରିଦେବି ମା। ମୁଁ ଅନ୍ୟ ଘରେ ମାନେ ଯାଉଥିଲି ରାତି ଅଧରେ, ମୋ ମା ନାଇକି ଉଠିକି ନାଇକି ନିଜେ ନିଜ ଦେହ ଭଲ ନଥିଲା, ସେ କାହାକୁ କିଛି କହି ପାରୁନଥିଲେ କି କିଛି ନାଇଁ, ମତେ ପ୍ରାର୍ଥନା କଲେ ନେଇକି ମତେ ଟିକେ ଭଲ ଲାଗୁଛି କହୁଥିଲେ। ମୁଁ ଅନ୍ୟ ଘରେ ଯାଇକିନା ଆଘାତ କରୁଥିଲି ରାତିରେ, ରାତି ଅଧରେ ନାଇକି କାନ୍ଥ ଡେଇଁକି ବି ମଧ୍ୟ ମୁଁ ଯାଉଥିଲି। ମାତ୍ର କିଏ ନାଇକି କିଛି ହବ ନାହିଁ, ତୁ ଘରେ ରହିଯା କି ନା, ତୋ ମା କୁ କିଛି ହବ ନାହିଁ ସେମିତି କହୁଥିଲେ। ମାତ୍ର ପ୍ରଭୁଙ୍କର ଦୟା ଏତିକି ଯେ ମୁଁ ପ୍ରାର୍ଥନା କରୁଥିଲି, ରହୁଥିଲି। ତାପରେ ମାଙ୍କୁ ଆଉ ଘରେ ରହିବାକୁ ବି ଇଚ୍ଛା ଲାଗିଲା ନାହିଁ। ସିଏ ନାଇକି ଆହୁରି ତାଙ୍କ ମାମୁଁ ଘର ନାଇକି ଗାଁରେ ହିଁ ଅଛନ୍ତି। ତାଙ୍କ ଘରେ କେତେ ଦିନ ରହିଲେ, ତାଙ୍କ ଘର ଲୋକ ମଧ୍ୟ ନାଇକି ବିରକ୍ତ ହେଇଗଲେ ଆମ ମାନଙ୍କୁ। ଆଉ ତାପରେ ଆମେ ସେ ଘର ଠାରୁ ନେଇକି ତାଙ୍କ ଘରରୁ ନେଇକି ପଳେଇ ଆଇଲୁ। ଆଉ ଜଣେ ମାମୁଁ ଘରେ ନେଇକି, ତାଙ୍କ ଘରେ ନେଇକି ମାଙ୍କର ବଡ ବାପା ଘର, ତାଙ୍କ ଘରେ ଯାଇଥିଲୁ। ତାଙ୍କେ ମଧ୍ୟ ବିରକ୍ତ ହେଇଗଲେ। ତାପରେ ମାଙ୍କର ଭଉଣୀ ହେବେ ଜଣେ, ସେଠି ଗଲାରୁ ନେଇକି ତାଙ୍କେ କଣ କଲେ କି ଆମେ ପ୍ରାର୍ଥନା କରିବା ପାଇଁ ମେଡିସିନ କଣ ଦେବେ କହିଲେ। ପ୍ରଭୁଙ୍କର ଏତେ ଇଚ୍ଛା ଯେ ଆମେ ନେଇକି ଆହୁରି କଣ କଣ ଗୁଣି ଗାରିଡିକେ କଣ କରିଥିବେ ବୋଲିକି ସେଠିକାର ଲୋକ କହିଲେ, ଆଉ କଣ କରାଯିବ କିଛିଟା ଦେଖେଇବୁ ବୋଲେ। ହେଲେ ମୋର ସେତେବେଳେ କିଛି ମାଇଣ୍ଡ ନଥିଲା, ମୁଁ ବି ଜାଣିନଥିଲି। ମୋର ସେତେବେଳେ ନାଇକି ମୁଁ 2ୟ ଶ୍ରେଣୀ ପାଠ ପଢୁଥିଲି ବୋଧେ।
ଆଉ ସେଠି ଗଲାରୁ ସେଠି ମତେ ସେଇ ସମୟରେ ନେଇକି ମତେ କାମ କରିବା ପାଇଁ ମଧ୍ୟ କହୁଥିଲେ, ଏମିତି କରୁଥିଲୁ, ମେଡିସିନ ଯାକ ଆମ ଘରରୁ ପଳନ୍ତୁ କହିକିନା ଢାଳି ଦଉଥିଲେ, ଫୋପାଡି ଦଉଥିଲେ। ପ୍ରଭୁ ନେଇକି ଏତେ କଲେ। ତାପରେ ସେଠିରୁ ମଧ୍ୟ ନାଇକି ଏଠି ମରିଗଲେ ବୋଲେ କିଏ ଜାଣେ ଆମ ଘର ନାଇକି ଅଶୁଚି ହେଇଯିବ, ସେଥିଲାଗି ତମେ ପଳେଇଛ କହିଲେ। ସେ ପଳେଇଛ କହିଲେ କଣ ଯଦି ଖାଇବି କହିଲେ ବୋଲେ ସେତେବେଳେ ନାଇକି ଆମକୁ ବହୁତ ନାଇକି କଷ୍ଟରେ ନାଇକି ଜୀବନ ଅତିକ୍ରମ କରୁଥିଲୁ। ବାପା ନାଇକି ଘରେ ଏକୁଟିଆ ଥିଲେ, ମାଙ୍କୁ ରହିବାକୁ ଇଚ୍ଛା ନଥିଲା ଘରେ, ମଧ୍ୟ ଅନ୍ୟ ଘରେ ରହି ରହିକି ଗଲୁ। ହେଲେ ମୋ ବାପାଙ୍କ ଘରେ ଯେତେବେଳେ ଗଲୁ ମୋ ଜେଜେମା ମଧ୍ୟ ସେମିତି କହିଲେ, ନାଇଁ ଆଜି ଏଠି ନାଇକି ଜଣେ ମରି ଯାଇଛନ୍ତି, ଜଣଙ୍କ ସହିତ ଆଉ ଜଣେ ମଧ୍ୟ ମରିଯିବ, ତମ ପାଖେ କଣ ପଇସା ଅଛି କି ସେ ପଇସା ଆମକୁ ନେଇକି ଦିଅ, ଆମେ ନାଇକି ଲଣ୍ଠନ ପାଇଁ ଲେମ୍ପ ଆଣିବୁ, ଲେମ୍ପ କାଚଟି ଆଣିବୁ କହିଥିଲେ। ମାତ୍ର ମୋ ପ୍ରଭୁଙ୍କର ଏତେ ଇଚ୍ଛା, ମୋର ମା ଙ୍କର ପ୍ରଭୁ ପ୍ରେୟର କରିବା ପାଇଁ ସେଠି ଥିଲେ ଜଣେ, ତାଙ୍କ ଘରେ ପ୍ରେୟର ସବୁବେଳେ ଆମେ ଯାଉଥିଲୁ। ଯେ ପ୍ରେୟର କରିବା ପାଇଁ ଯାଉଥିଲୁ ସେ ସମୟରେ ନାଇକି ପ୍ରଭୁ ଆମକୁ ଏତେ ଆଶ୍ଚର୍ଯ୍ୟ କରୁଛନ୍ତି ମୁଁ କହି ମଧ୍ୟ ପାରିବିନି। ଆଉ ତାପରେ ମାଙ୍କୁ ଜୟପୁରରେ ନେଲୁ ବୁଲବୁଲ ଆଜ୍ଞା, ତାପରେ କେତେ ଜଣ ଆହୁରି ଅଛନ୍ତି ସେମାନେ ପ୍ରେୟର କଲେ। ସେ ଦିଦି ମାନେ ପ୍ରେୟର କରିକି 15 ଦିନ ଖଣ୍ଡେ ସେଠି ରହିଥିଲେ ମା। ଆହୁରି ତାଙ୍କ ଘର ଲୋକ ବହୁତ ସାହାଯ୍ୟ କଲେ, ସେଠି ନେଇକି ରହିକି ମା ଭଲ ହେଇକି ଘରକୁ ଫେରିଲେ। ଆମେ ଘରକୁ ଯେତେବେଳେ ଫେରିଲୁ ଆମକୁ କିଛି ନଥିଲା ଘରେ, ଯେତେ ଗାଈ ଗୋରୁ ଯେତେ ଜିନିଷ ଥିଲା ସବୁ ଯାକ ବନ୍ଧା ପଡିଗଲା ଘରେ, ଯେତେ ସାମାନ ଥିଲା ସବୁ ଯାକ ହେଇଗଲା। ଯେ ପ୍ରଭୁ ଆମକୁ କେମିତି କରିବେ, ହେଲେ ମା ରହିବିନି କହିଲେ। ହେଲେ ମୁଁ କହିଲି ମା ପ୍ରାର୍ଥନା ମୁଁ କରୁଛି, ବାବା ଆମକୁ ଛାଡି ଦେଇକି ପଳେଇଲାରୁ ପ୍ରାର୍ଥନା କରି କରି ଛୋଟ ଥିଲା ବେଳଠୁ ପ୍ରଭୁ ଏତେ ଆଶୀର୍ବାଦ କରୁଛନ୍ତି ଯେ ଖାଇବା ଠାରୁ ତାପରେ ସବୁ ଜିନିଷ ହିଁ ପ୍ରଭୁ ଆମକୁ ଯୋଗେଇଲେ। ହେଲେ ମୁଁ ନାଇକି ସବୁବେଳେ ବାକ୍ୟ ପଢେ, ମୁଁ ବାକ୍ୟ ପଢିବି ମା ତ ତମକୁ ନେଇକି ଶୁଣିବି, ତମେ ନେଇକି ଶୋଇପଡ, ଆରେ ଯଦି କିସ ହଉଛି ମାନେ କଣ ହଉଛି ବୋଲେ ମୁଁ ଅଛି କି ନା ବସିକି କହୁଥିଲି। ହେଲେ ସେ ସମୟରେ ସବୁ ଏତେ ଅତିକ୍ରମ କଲୁ, ପ୍ରଭୁ ମତେ ଗୋଟେ 103 ଗୀତ ସହିତ 103 ବାକ୍ୟ ନେଇକି ସବୁବେଳେ ମୋର ଘୁଷା ଟାଇପ ର ରହିଯାଏ। ସେଠାରେ ଏ ମୋହର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ସେ ଧନ୍ୟବାଦ ହିଁ କରୁଥାଏ ସବୁବେଳେ। ଯାହା ମୋ ପ୍ରତି ଘଟିଥିବ ପ୍ରଭୁ ନେଇକି ମୋ ପାଇଁ ଯୋଜନା ଗୋଟେ ରଖିଥିବେ, ଯୋଜନା ରଖିଥିବେ, ସେଥିପାଇଁ ହିଁ ମୋ ପାଇଁ ହଉଛି, ଆଉ ମୋର ଉତ୍ତମତା ପାଇଁ ହିଁ ହୋଇଥାଏ, ମୋର ଘରର ଉତ୍ତମତା ପାଇଁ ହିଁ ହୋଇଥାଏ। ଏହା ମୁଁ ଚେଷ୍ଟା କରେ କେବେ ପ୍ରଭୁ ନେଇକି ଯାହା ଦିଅନ୍ତି ମୋ ପାଇଁ, ମୋ ଆଗରେ ଯଦି ସେଇଟା ଭୁଲ ଅଛି ତାହେଲେ ନାଇକି ସେଥି ଯୋଗୁ ହିଁ ମତେ କଷ୍ଟ ଆସିବ, ମୁଁ ସେ କଷ୍ଟକୁ ଅତିକ୍ରମ କଲେ ମୋ ପ୍ରଭୁ ମୋ ଆଗରେ ଛିଡା ହେଇଥିବେ, ମୁଁ ଏହା ବିଶ୍ୱାସ କରିଥାଏ। ଆଉ ସେମିତିରେ ମା ଭଲ ହେଇଗଲେ, ମା ଭଲ ହେଲେ ତାପରେ ମୁଁ ମଧ୍ୟ ମତେ ବହୁତ କଷ୍ଟରେ ମୁଁ 10th ଯାଏ ସାରିଲି। 10th ଯାଏ ଏମତି ବହୁତ କଷ୍ଟରେ ସାରିକି ତାପରେ 10th ରେ ରହିକି ଏକା ଗୋଟେ ମୁଁ ଯୋଉ ଅଫିସ ରେ କାମ କରୁଛି ଧାନ ଫାଉଣ୍ଡେସନ କହିକି, ସେଠାରେ ମୁଁ ଗୋଟେ ଜବ ପାଇଲି। ହେଲେ ମୋର 16 years ହେଇଥିଲା, ମୋର ବୟସ ମଧ୍ୟ ହେଇନଥିଲା। ଯେ ମୁଁ ସେଠାରେ ଏମିତି ଲେଖିଥିଲି ଯେ ସେଠାର ସେ ସାର୍ ମାନେ ନେଇକି ମତେ ସେଠି ରଖିବାକୁ ବାଧ୍ୟ ହେଲେ ମୁଁ ରହିଲି ସେଠି। ସେଠି ରହିକି ହିଁ ତମେ କୁହନ ଆଉ ତମେ ଜବ କରିପାର, ଆହୁରି ଜବ କରିକି ବି ତମେ ଏକ୍ଜାମ ଦେଇପାରିବ ଏଠିରୁ କହିଲେ। ପ୍ରଭୁଙ୍କର ଆଶୀର୍ବାଦ, ସାର୍ ମାନେ ମଧ୍ୟ ମତେ ବହୁତ ଆଶୀର୍ବାଦ ତାଙ୍କେ ବହୁତ ଜିନିଷ ଶିଖେଇଲେ। ଆଉ ତାପରେ ଶିଖିଲି, ଆଉ ସେଠି ରହିକି ହିଁ ଏକ୍ଜାମ ଦେଲି, ମୋର ଟେଷ୍ଟ ନେଇକି ଏଠିରୁ ଟେଷ୍ଟ ଦେଇକି ହିଁ ଜଏନ ହେଇଥିଲି। ତାପରେ ମୋ ବାପା ମଧ୍ୟ ଆସିଲେ, ମୋ ବାପା ଆସିକି ସବୁ ଜିନିଷ ଆମେ ହେଲା ଆଉ ଶାନ୍ତିରେ ଆମର ଜୀବନ ଯାପନ କରୁଥିଲୁ। ଆଉ ପ୍ରଭୁଙ୍କର ଏତେ ଇଚ୍ଛା ହେଲା କି ମୁଁ ବି ମଧ୍ୟ ଘରେ ରହିଥିଲି। ଆଉ କିଛି ଦିନ ପରେ ବାପାଙ୍କର 2014 ମସିହାରେ ତାଙ୍କର ଡେଥ ହେଇଗଲା। ଆହୁରି କିଛି ହେଇନଥିଲା, ହାର୍ଟ ପ୍ରୋବ୍ଲେମ। ମୁଁ ଘରଠୁ ନେଇକି ମୋର ଅଫିସ ରିଭ୍ୟୁ ଥିଲା, ମୁଁ ରିଭ୍ୟୁ ମିଟିଂ ଯାଉଥିଲି, ଆଉ ରାସ୍ତାରେ ଯାଉଥିଲି। ଆଉ
ଓହ୍ଲେଇ ନାଇଁ ମୋ ବାପା ବ୍ରଶ କରୁଥିଲେ ଘରେ, ମୁଁ ଓହ୍ଲେଇ ନାଇଁ ଆହୁରି କହିଲେ ଯେ ନାଇଁ ବେଶୀ ସିରିୟସ ଅଛନ୍ତି ତମେ ନେଇକି ଆସ ବୋଲିକି କହିଲେ। ହେଲେ ପ୍ରଭୁଙ୍କର ଇଚ୍ଛା ନଥିଲା ବୋଧେ ଆମେ ସାଙ୍ଗ ହେଇକି ରହିବା ପାଇଁ, କିଛି ଦିନ ଖୁସିରେ ରହିବା ପାଇଁ। ପ୍ରଭୁ ଆମ ମାନଙ୍କୁ ଯୋଉ ଦୁଃଖରେ ଅତିକ୍ରମ କରାଇଲେ, ଆଉ ସେଇଟା ଆମ ମାନଙ୍କର ହିତଜନକ ନିମନ୍ତେ ହିଁ କରୁଥିବେ। ଆଉ ଯାହା ମଧ୍ୟ ଜୀବନରେ ହୋଇଥାଏ, ଆମ ମାନଙ୍କର ଇଚ୍ଛା ନଥିଲେ ମଧ୍ୟ ପ୍ରଭୁ ଆମ ମାନଙ୍କର ସାହାଯ୍ୟ କରିବା ନିମନ୍ତେ ମତେ ଯାହା ଦୁଃଖ ଆସେ ସୁଖ ଆସେ ସବୁ ପ୍ରଭୁ ନେଇକି ଆମକୁ ଦଉଛନ୍ତି, ଓ ତାଙ୍କରି ଅନୁଗ୍ରହ ଦ୍ଵାରା ସବୁ କିଛି ପାଉଛୁ। ଆଉ ଯେମନ୍ତ ଏ ରାଜ୍ୟରେ ଅଳ୍ପ କ୍ଷଣ କାଳ ସ୍ଥାୟୀ ରହିପାରିବୁ, ସେ ମଧ୍ୟରେ ସେ ସବୁ ଯାହା କ୍ରିଟିକାଲ ଜିନିଷ ଅଛି, ଯାହା ଅଛି ତାହା ଉପଭୋଗ କରିକିନା ଏଠିରୁ ଯେମନ୍ତ ଆମେ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବି, ଓ ଯେମନ୍ତ ଖ୍ରୀଷ୍ଟୀୟ ପରିବାରରେ ମତେ ଜନ୍ମ ଗ୍ରହଣ କରେଇଛନ୍ତି, ସେଥିଲାଗି ପ୍ରଭୁଙ୍କର ମହାନାମ ଧନ୍ୟବାଦ ହଉ। ଆଉ ମୁଁ ଏଠି 2 ବର୍ଷ ହେଲାଣି ଜଏନ ହେଇଛି ପ୍ରେୟରେ, ଆଉ ପ୍ରଭୁଙ୍କର ଶିକ୍ଷା ଶିଖୁଛି, ଆଉ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଯେମନ୍ତ ଚାଲିପାରିବି। ଆଉ ଏବେ ମଧ୍ୟ ଚର୍ଚ୍ଚରେ ମଧ୍ୟ କିଛି ଅଂଶ ଗ୍ରହଣ କରିବା ପାଇଁ, ସେ ଚର୍ଚ୍ଚର କିଛି ସେବା କରିବା ପାଇଁ ମଧ୍ୟ ସୁଯୋଗ ପାଇଛି। ସେମିତି ସମସ୍ତଙ୍କର ଆଗରେ, ଆଉ ଯୋଉ ଦେଖୁଛି ସମସ୍ତଙ୍କର ଆଗରେ ଯେମନ୍ତ ପ୍ରଭୁଙ୍କର ଉଦ୍ଦେଶ୍ୟରେ କିଛି କାମ କରିପାରିବି, ଓ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଯେମନ୍ତ ଚାଲିପାରିବି, ଆଉ ଆଗାମୀ ସମୟ ଆଗାମୀ ଋତୁରେ ପ୍ରଭୁଙ୍କର ରାଜ୍ୟର ଅଧିକାରୀ ହୋଇପାରିବି। ମୋର ମାତା ପିତା ଆଉ ଯେତେ ଜଣ ଦିନ ଦରିଦ୍ର ଅଛନ୍ତି, ସମସ୍ତଙ୍କର ଆଗରେ ଯେମନ୍ତ ମୁଁ ସ୍ୱର, ଯେଉଁମାନେ ନିଜର ମାତା ପିତାକୁ ମଧ୍ୟ ଦୁର୍ଯାତନା କରୁଛନ୍ତି, ସେମାନଙ୍କୁ ଛାଡି ଦଉଛନ୍ତି, ସେମାନଙ୍କ ଆଗରେ ଯେମନ୍ତ ସ୍ୱର ଉତ୍ତୋଳନ କରିପାରିବି, ଆଉ ସେମାନଙ୍କୁ କିଛି କହିପାରିବି, ଏଥିଲାଗି ପ୍ରାର୍ଥନା କରନ୍ତୁ। ପ୍ରଭୁ ମୋର ସହବର୍ତ୍ତୀ ଅଛନ୍ତି, ଆଉ ମୋ ଚଲାପଥରେ ମୁଁ ସମସ୍ତେ କହନ୍ତି ମତେ, ତୁ ରାତି ହେଇଗଲାଣି ଆସୁଛୁ, ତୁ ଅଫିସରେ ନେଇକି ଏତେ ରାତିରେ ତତେ ଛାଡୁଛନ୍ତି କି, ଏମିତି କହିଥାନ୍ତି। ମାତ୍ର ମୋର ସହବର୍ତ୍ତୀ, ମୁଁ ରାତି 9ଟା 10ଟାରେ ହଉ ଯେତେବେଳେ ବି ଆଇଲେ ମୋର ସଙ୍ଗେ ସଙ୍ଗେ ମୋର ପ୍ରଭୁ ଥାନ୍ତି, ମତେ କିଛି ହୁଏ ନାହିଁ। ମୁଁ ଏକୁଟିଆ ଅଛି, ପ୍ରାୟ ମୋର ଜମିବାଡି ଚାଷଠୁ ଧରିକି ମୁଁ ସବୁ କାମ କରେ। ପ୍ରଭୁ ବହୁତ ସାହାଯ୍ୟ କରନ୍ତି ମତେ, ମୁଁ ଅଫିସିଆଲି କାମଠୁ ଚାଷ ବାସ କାମ ଆହୁରି ସବୁ। ଆଉ ତୁ ମ୍ୟାରେଜ ହଉନୁ କଣ, କିଏ କିଛି କରିଥାନ୍ତି, ମାତ୍ର ପ୍ରଭୁ ମୋ ପ୍ରତି ଯେତେବେଳେ ପର୍ଯ୍ୟନ୍ତ ଅନୁଗ୍ରହ କରିନାହାନ୍ତି, ସେତେ ପର୍ଯ୍ୟନ୍ତ ମତେ ସାହସ ଦିଅନ୍ତୁ, ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ, ଓ ମୁଁ ଯେମନ୍ତ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଚାଲିପାରିବି। ଓ ମୋର ମାଙ୍କୁ ନେଇକି ମୁଁ ଯେତେ ଦୂର ପର୍ଯ୍ୟନ୍ତ ଯାଉଛି, ଆଉ ଅନେକ ଲୋକ ଗ୍ରୁପ ମେମ୍ବର ମାନଙ୍କ ସହିତ କାମ କରୁଛି, ସେମାନଙ୍କୁ ମଧ୍ୟ ଠିକ ଚେତନା ପରାମର୍ଶ ଦେଇପାରିବି, ଓ ପ୍ରଭୁଙ୍କର ବାକ୍ୟକୁ ଯେମନ୍ତ ମୋର ମସ୍ତିଷ୍କରେ ଓ ମୋ ହୃଦୟରେ ଯେମନ୍ତ ପ୍ରଥମ ସ୍ଥାନ ଦେଇପାରିବି, ସେଥିଲାଗି ମୋ ପାଇଁ ପ୍ରେୟର କରନ୍ତୁ। ସମସ୍ତଙ୍କୁ ପ୍ରେସ୍ ଦେବ। ଥ୍ୟାଙ୍କ ୟୁ ଦିଦି, ସମସ୍ତଙ୍କୁ ଥ୍ୟାଙ୍କ ୟୁ ସିଷ୍ଟର। ଆପଣଙ୍କର ସାକ୍ଷ୍ୟ ଆରମ୍ଭ ହୁଏ